ଏବେ ଆପଣ ଯେଉଁ ଜୀବନ ଜିଉଛନ୍ତି ତାହା ଆପଣଙ୍କ ବାସ୍ତବ ଜୀବନ ନୁହେଁ। ଆପଣ ଆଜି ଯେଉଁଠି ଅଟକି ଯାଇଛନ୍ତି ତାହା ଆପଣଙ୍କ ନିଷ୍ପତ୍ତି ନୁହେଁ। ଏଇଠି ଆପଣଙ୍କୁ ଆପଣଙ୍କ ଭୟ ହିଁ ଅଟକାଇ ରଖିଛି। ଆପଣଙ୍କ ଭିତରେ ଗୋଟିଏ ସିଂହ ଅଛି, କିନ୍ତୁ ଆପଣ ନିଜକୁ ବିଲେଇ ଭାବି ଜିଉଛନ୍ତି। ଆଜିର ଏ ଭିଡ଼ିଓରେ ମୁଁ ଆପଣଙ୍କୁ ସେ ସିଂହ ସହିତ ପରିଚୟ କରିବି। ଯଦି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଦେଲେ ଆଉ ପୂର୍ବ ଭଳି ହେଇ ରହିବେନି। ଆପଣ କାହିଁକି ଡରୁଛନ୍ତି? ଡର କାହିଁକି ଲାଗେ? ଆପଣଙ୍କ ମନ ଆପଣଙ୍କୁ କମ୍ଫର୍ଟ ଜୋନ୍ ଭିତରେ ରଖିଥାଏ। ମସ୍ତିଷ୍କର ଗୋଟିଏ ଅଂଶ ହେଉଛି ଆମିଗଡାଲା। ଏହାକୁ ଫିୟର ସେଣ୍ଟର କୁହାଯାଏ। ଯେତେବେଳେ ଆପଣ କୌଣସି ଗୋଟିଏ ନୂଆ କାମ କରିବାକୁ ଯାଆନ୍ତି, ସେ ନୂଆ ବିଜନେସ୍ ହେଉ, ନୂଆ ଚାକିରି ହେଉ ବା ନୂଆ ସ୍ୱପ୍ନ ସାର୍ଥକ କରିବାକୁ ପଦକ୍ଷେପ ହେଉ, ଆମିଗଡାଲା କହେ ଷ୍ଟପ୍, ଇଟ୍ ଇଜ୍ ଡେଞ୍ଜରିୟସ୍। ପ୍ରକୃତରେ ତାହା ଡେଞ୍ଜର ହୋଇନଥାଏ, କିନ୍ତୁ ଆପଣଙ୍କ ମନ ଡରି ଯାଇଥାଏ ଏବଂ ତାପରେ ଆପଣ କହନ୍ତି କାଲି କରିବି, ପରେ କରିବି, ମୁଁ କରିପାରିବି ତ? ଏହାକୁ କୁହାଯାଏ ସେଲ୍ଫ ଡାଉଟ୍। ସେଲ୍ଫ ଡାଉଟ୍ ହେଉଛି ସଫଳତାର ସବୁଠୁ ବଡ଼ ଶତ୍ରୁ। ବବ୍ ପ୍ରକ୍ଟର କହୁଥିଲେ, ଡାଉଟ୍ ଇଜ୍ ଦ କିଲର ଅଫ୍ ଡ୍ରିମ୍। ସନ୍ଦେହ ଆପଣଙ୍କ ସ୍ୱପ୍ନକୁ ମାରି ଦେଇଥାଏ। ଆପଣଙ୍କର 90% ସ୍ୱପ୍ନ ସେଲ୍ଫ ଡାଉଟ୍ ଭିତରେ ମରିଯାଇଥାଏ। ସତ କହିବାକୁ ଗଲେ ଲୋକମାନେ ବିଫଳ ନୁହେଁ, ପ୍ରୟାସ କରିବା ପୂର୍ବରୁ ହାର ମାନି ଯାଇଥାନ୍ତି। ନ୍ୟୁରୋସାଇନ୍ସ କହେ ଆପଣ ଯେତେବେଳେ ଗୋଟିଏ ଭୟଙ୍କର ଚିନ୍ତାକୁ ବାରମ୍ବାର ଭାବନ୍ତି, ସେହି ଚିନ୍ତା ଗୋଟିଏ ନ୍ୟୁରାଲ ପାଥୱେ ବନାଇଥାଏ, ଅର୍ଥାତ୍ ଡରର ରାସ୍ତା ଖୋଲିଥାଏ। ଯେମିତି ମାଟିରେ ପାଦ ପଡ଼ିଲେ ଗୋଟିଏ ରାସ୍ତା ହୋଇଥାଏ, ସେମିତି ମନ ମଧ୍ୟରେ ରାସ୍ତା ତିଆରି ହୋଇଥାଏ। ଏହାକୁ କିପରି ଭାଙ୍ଗିବେ? ମସ୍ତିଷ୍କ ବଦଳିପାରେ, କିନ୍ତୁ ତା ପାଇଁ ଦରକାର ରିପିଟେସନ୍, ଇମୋସନ୍ ଆଉ ନୂଆ ଆକ୍ସନ୍। ଆପଣଙ୍କ ବ୍ରେନ୍ ଗୋଟିଏ ମସଲ୍ ଭଳି। ଯେମିତି ଜିମ୍ ଯାଇ ମସଲ୍ ଷ୍ଟ୍ରଙ୍ଗ ହୋଇଥାଏ, ଠିକ୍ ସେମିତି ଭୟକୁ ସାମ୍ନା କଲେ ମନ ଷ୍ଟ୍ରଙ୍ଗ ହୋଇଥାଏ। ପ୍ରତ୍ୟେକ ଥର ଯେତେବେଳେ ଆପଣ ଡରିବା ସତ୍ତ୍ୱେ କାମ କରନ୍ତି, ଆପଣଙ୍କର ବ୍ରେନ୍ରେ ନୂଆ ପ୍ରୋଗ୍ରାମିଂ ହୋଇଥାଏ। ଫିୟର ପ୍ଲସ୍ ଆକ୍ସନ୍ ଇଜ୍ ଇକ୍ୱାଲ୍ ଟୁ ପାୱାର। ସତ କଥାଟି ହେଲା, ଆପଣଙ୍କ ପରିବାର, ଆପଣଙ୍କ ସୋସାଇଟି, ଆପଣଙ୍କ ସ୍କୁଲ କେବେ ଆପଣଙ୍କୁ ମହାନ କରିନଥାନ୍ତି। କାହିଁକି? କାରଣ ସେମାନେ ସେମାନଙ୍କ ଲେଭେଲ ଅନୁଯାୟୀ ଚିନ୍ତା କରିଥାନ୍ତି। ଯଦି ସେମାନେ କହନ୍ତି ରିସ୍କ ନିଅନି, ସେଟା ଆମ ପାଇଁ ନୁହେଁ, ସେମାନେ ଡରୁଛନ୍ତି, ଆପଣ ନୁହେଁ। ସାହସୀ ଲୋକଙ୍କୁ ସବୁବେଳେ ଲୋକ ଆଲୋଚନା କରିଥାନ୍ତି। ଉଦାହରଣ ସ୍ୱରୂପ, ଗୋଟିଏ କାଉ ତା ପିଲାକୁ କହୁଛି ବାଜ ପରି ଉଡ଼ନି, ତୁ ଖସିଯିବୁ। କିନ୍ତୁ କାଉର ନୁହେଁ, ତାର ରକ୍ତ ଥିଲା ବାଜର। ଯେତେବେଳେ ସେ ଉଡ଼ିବାକୁ ଚେଷ୍ଟା କଲା, ସେ ଆକାଶର ରାଜା ହେଇଗଲା। ଠିକ୍ ସେମିତି ଆପଣଙ୍କ ଭିତରେ ସିଂହର ରକ୍ତ ଅଛି, କିନ୍ତୁ ଆପଣ ନିଜକୁ ମେଣ୍ଢା ଭାବି ଜିଉଛନ୍ତି। ଆପଣଙ୍କ ସଫଳତାର 3ଟି ସବୁଠୁ ବଡ଼ ଶତ୍ରୁ ହେଲା ପ୍ରୋକାଷ୍ଟିନେସନ୍, ଆଳସ୍ୟ, କାଲି, ପରେ, ସୋମବାର। ସମଡେ ନାମରେ କୌଣସି ଦିନ ହେଇନଥାଏ, କେବଳ ଥାଏ ଗୋଟିଏ ଦିନ, ସେଇଟା ହେଉଛି ନାଓ, ଅର୍ଥାତ୍ ବର୍ତ୍ତମାନ। ନେଗେଟିଭ ସେଲ୍ଫ ଟକ୍। ଆପଣ ନିଜକୁ କହୁଛନ୍ତି ମୁଁ ପାରିବିନି, ମୁଁ ଫେଲ୍। ଜାଣନ୍ତି କି ଆପଣଙ୍କ ବ୍ରେନ୍ ଏସବୁ ଶୁଣୁଛି ଏବଂ ତାକୁ ସତ୍ୟ କରୁଛି। ଫିୟର ଅଫ୍ ଜଜମେଣ୍ଟ। ଲୋକ କ'ଣ କହିବେ? ସତ କଥାଟି ହେଲା, ଲୋକ ସବୁବେଳେ କିଛି ନା କିଛି କହିବେ। ଆଜି ଆପଣ ତଳେ ଅଛନ୍ତି, ତାଙ୍କର କାମ ହେଲା ହସିବେ।
ଯଦି ଆପଣ କାଲି ଉପରକୁ ଗଲେ ସେମାନେ ନିଶ୍ଚିତ ତାଳି ମାରିବେ। ସେଇଥିପାଇଁ ଲୋକଙ୍କ ପାଇଁ ନୁହେଁ, ନିଜ ପାଇଁ ଜିଅନ୍ତୁ। ଆଜିଠାରୁ ଏ ନୂଆ ଅଭ୍ୟାସ ଆପଣାନ୍ତୁ। ସକାଳୁ ଉଠି କୁହନ୍ତୁ, ମୁଁ ସାହସୀ, ମୁଁ ଶକ୍ତିଶାଳୀ, ମୁଁ ନିଡର। ଆଉ ଆଖି ବନ୍ଦ କରି ଭାବନ୍ତୁ, ଆପଣ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚି ଯାଇଛନ୍ତି। ହୃଦୟରୁ ଅନୁଭବ କରନ୍ତୁ, ଯେଉଁ କାମକୁ ଆପଣ ଡରୁଛନ୍ତି ସେ କାମକୁ ଆସନ୍ତା 24 ଘଣ୍ଟା ମଧ୍ୟରେ କରନ୍ତୁ। ଏହାକୁ କୁହାଯାଏ ଫିଅର ଆକ୍ସନ୍ ଥେରାପି। ଭୟ ଭାବନାରୁ ନୁହେଁ, ଆକ୍ସନରୁ ଦୂର ହୋଇଥାଏ। ମନେ ରଖନ୍ତୁ, ଆପଣ ସାଧାରଣ ନୁହନ୍ତି। ଆପଣଙ୍କ ଭିତରେ ଅସୀମ ଶକ୍ତି ଗଚ୍ଛିତ ହୋଇଅଛି। କିନ୍ତୁ ଏ ଭିଡ଼ିଓ ବେକାର ଯଦି ଆପଣ ତାକୁ ଆକ୍ସନରେ ନ ଆଣନ୍ତି। ବର୍ତ୍ତମାନ କମେଣ୍ଟ କରନ୍ତୁ, ଆଜିଠାରୁ ମୁଁ ଭୟକୁ ନୁହେଁ, ନିଜକୁ ଅନୁସରଣ କରିବି। ଯଦି ଆପଣ ଏ ପର୍ଯ୍ୟନ୍ତ ଆସିଛନ୍ତି, ଆପଣ ହିଁ ଆଗାମୀ ଜୀବନର ସଫଳ ବ୍ୟକ୍ତି। ଲାଇକ୍, ସବସ୍କ୍ରାଇବ୍, ସେୟାର, କାରଣ ଗୋଟିଏ ସାହସୀ ଲୋକ ସମସ୍ତ ଜଗତକୁ ବଦଳାଇ ଦେଇପାରେ। ଏବେ ସେ ଲୋକ ହେଉଛନ୍ତି ଆପଣ।